ହେଲା କେଳୁଣି ପରାଶର କଣ ହେଲେ ଆଜ୍ଞା ବ୍ରାହ୍ମଣ ହେଲେ ନା ସାରେ ପରାଶର ହେଲେ ବ୍ରାହ୍ମଣ ପରେ ଆଚ୍ଛା ପରାଶର ଆଜି ଏଠି কৈବର୍ତ୍ତ କନ୍ୟା ସହିତ ପ୍ରୀତି କଲେ ଜନ୍ମ ହେଲା କିଏ ଜନ୍ମ ହେଲେ ଭଗବାନ ବ୍ୟାସ ପୁଅ ବ୍ୟାସ କଣ ହେଲେ ବ୍ୟାସ ହେଲେ ସାରେ ବ୍ରାହ୍ମଣ ଆଚ୍ଛା ଏ ମା ଯୋଉ ଜାତିର ହଉ ବାପା ବ୍ରାହ୍ମଣ ବୋଲି ସେ ପିଲା ହେଲେ ବ୍ରାହ୍ମଣ ମହାଭାରତର ଅୟମ ଆରମ୍ଭ ଆଜ୍ଞା ଇଏ ଚିତ୍ରବୀର୍ଯ୍ୟ ମରି ଯାଇଛନ୍ତି ଉତ୍ତର ଭାରତକୁ ଯୁଦ୍ଧ କରିବା ପାଇଁ ଗଲେ ଅଖିଳ ବାବୁ ସେ ଯୁଦ୍ଧରୁ ଆଉ ଫେରିଲେ ନାହିଁ ଉତ୍ତର ଭାରତରେ ମଲେ କିଏ ସେ ନା ଚିତ୍ରବୀର୍ଯ୍ୟ ବିଚିତ୍ର ବୀର୍ଯ୍ୟଙ୍କୁ ସାରେ ଯକ୍ଷ୍ମା ରୋଗ ହେଲା ସେ ମଧ୍ୟ ମଲେ ଏଇଠି ଆପଣଙ୍କର ଅମ୍ବିକା ଏବଂ ଅମ୍ବାଳିକା ଏ ଦି ବହୁ ଯାକ ବିଧବା ହେଇଗଲେ ଯେତେବେଳେ ଦି ଜଣ ଯାକ ସ୍ୱାମୀ ମରିଗଲେ ଦିଟା ଯାକ କ୍ଷତ୍ରିୟ ବହୁ ଆଜ୍ଞା ବିଧବା ହେଲେ ଏ ବିଧବା ଯେତେବେଳେ ହେଲେ ମୋ ଜ୍ଞାନୀ ପୁଙ୍ଗବ ବିଧବା ହେଲା ପରେ ମା ପଠେଇଲେ ପୁଅ ବ୍ୟାସକୁ ଏ ବଂଶ ରକ୍ଷା କରିବା ପାଇଁ ସାରେ ବଂଶ ରକ୍ଷା କରିବା ପାଇଁ ଯେତେବେଳେ ପଠେଇଲେ ଇଏ ତ ଦେଢଶୁର ଭାଇ ବୋହୁ ସହିତ କେମିତି ପ୍ରୀତି କରିବେ ପ୍ରଥମରେ ଅମ୍ବିକାଙ୍କ ଉପରେ ପ୍ରବେଶିଲେ ଆଜ୍ଞା ଯାଇକି ଅମ୍ବିକାଙ୍କ ପୁରରେ ପହଞ୍ଚିଲେ ଯେତେବେଳେ ଅମ୍ବିକାଙ୍କ ପୁରରେ ପହଞ୍ଚିଲେ ଭାଇ ବୋହୂକୁ ଦେଢଶୁର ଭାଇ ବୋହୂ ଦେଢଶୁର ବିରତି ହଉଛି ଅମ୍ବିକାଙ୍କ ପାଖରେ ପହଞ୍ଚିଲା ବେଳକୁ ଅମ୍ବିକା ଆଖି ବୁଝି ଦେଲେ ବ୍ୟାସ ଆଖି ବୁଝି ଦେଲେ ଅମ୍ବିକା ଆଖି ବୁଝି ଦେଲେ ଆଖି ବୁଝି ଏ ପ୍ରୀତି କରୁଥିବାରୁ ଆଜ୍ଞା ତ ମୋ ସାର୍ କହି ସାରିଲେଣି ଅନ୍ଧ ପୁଅ ଜନ୍ମ ହେଇଗଲା ଆସିକି ମା ପାଖରେ ପହଞ୍ଚିଲେ କହିଲେ ଏ ମା ମୁଁ ଅମ୍ବିକାଙ୍କ ଉପରକୁ ଯାଇଥିଲି ପୁଅଟିଏ ଜନ୍ମ ହେଇଛି ଯେ ଅନ୍ଧ ପିଲାଟା ମା କହିଲେ ବିଶାଳ ଭବ୍ୟ ହସ୍ତିନା କଟକ ପାଇଁ ଏ ଅନ୍ଧ ପିଲା ଯଥେଷ୍ଟ ନୁହଁ ତୁ ଆଉ ଥରେ ଯା ତେଣୁ ଅମ୍ବାଳିକା ପୁର ପରେ ବ୍ୟାସ ଏବେ ଗଲେ ଏ ମା ବ୍ୟାସଙ୍କୁ ଦେଖିଲ ପରା ଚମକି ପଡିଲେ ଅମ୍ବାଳିକାଙ୍କ ଉପରକୁ ଯେତେବେଳେ ଗଲେ ଅମ୍ବାଳିକା ଯେତେବେଳେ ଦେଖି ଯାଇଛନ୍ତି ଭଗବାନ ବ୍ୟାସଙ୍କୁ ସେ ସମ୍ପୂର୍ଣ୍ଣ ପଣ୍ଡ୍ରବର୍ଣ୍ଣ ପଡିଗଲେ ତାଙ୍କ ତେଜ କମିଗଲା ପଣ୍ଡ୍ରବର୍ଣ୍ଣ ପଡିଗଲେ ଅଖିଳ ସେତେବେଳେ ତେଜ କମିଗଲା ଗୋଟେ ପ୍ରଚଣ୍ଡ ତେଜସ୍ୱୀ ଲୋକକୁ ଦେଖିଲେ ତେଜ କମିଯାଏ ମୁଁ ପ୍ରଥମ ଦିନ ଖାଲି ଭାଇନାଙ୍କୁ କହିଲି ଯେ ଭାଇନା ତମ ତେଜ କିଆ କମୁଛି ଏଇଟା ବସା ଘରେ ଆଜି ଯାଇ କହିଲେ ତମେ ପେଣ୍ଡାଲରେ ଏମିତି କହିବା କଥା ମୁଁ କହିଲି ତମେ ଆଗରୁ ଯେମିତି ସୁନ୍ଦର ଦିଶୁଥିଲ ତମ ମୁହଁ ତ ଟିକେ କେମିତି କଳା ପଇଲାଣି ତମର କଣ ହେଇଛି କାହିଁକି ତମ ତେଜ କମୁଛି ମୁଁ କହୁନି ଯେ ସେ ମତେ ଦେଖିକି ତାଙ୍କ ତେଜ କମିଛି ହେ ଜ୍ଞାନେନ୍ଦ୍ର ପୁଙ୍ଗବ ତେଣୁ ଏଇଠି ଅମ୍ବାଳିକାଙ୍କ ତେଜ କମିଗଲା ପଣ୍ଡ୍ରବର୍ଣ୍ଣ ପଡିଗଲା ଅମ୍ବାଳିକା ଆଜ୍ଞା ସଙ୍ଗେ ସଙ୍ଗେ ଏ ଯୋଉ ଛୁଆଟା ଜନ୍ମ ହେଲା ବ୍ୟାସଙ୍କ ପ୍ରୀତିରେ ସେ ପିଲା ପଣ୍ଡ୍ରବର୍ଣ୍ଣ ପଡିଗଲା ଆଜ୍ଞା ପିଲା ପଣ୍ଡ୍ରବର୍ଣ୍ଣ ପଡିଲା ବୋଲି ଏ ପଣ୍ଡ୍ରବର୍ଣ୍ଣ ପଡିବାରୁ ପଣ୍ଡୁ ନାମ ଦେଲେ ଏହି ସମୟରେ ମାତା ପାଶେ ପ୍ରବେଶିଲେ ମା ପାଖରେ ଯାଇକି ପହଞ୍ଚିଲେ ଅମ୍ବାଳିକାଙ୍କ ସହିତ ପ୍ରୀତି କରି ପୁଣି ପିଲାଟିଏ ଜନ୍ମ ହେଇଛି ତା ନାଁ ଦେଇକି ଆସିଲେ ପଣ୍ଡୁ ପ୍ରଥମରେ ଧୃତରାଷ୍ଟ୍ର ଅଖିଳ ମା ମନ ପାଇଲାନି କହିଲା ଇଏ ହସ୍ତିନା ପାଇଁ ଇଏ ଯଥେଷ୍ଟ ନୁହଁ କି ସେ ଯଥେଷ୍ଟ ନୁହଁ ତୁ ଆଉ ଥରେ ନା ବ୍ୟାସଙ୍କର ମନ ନଥିଲେ ସୁଧା ଆଜ୍ଞା ଏ ମା ମାନେ ଭାଇ ବୋହୂକୁ ହରଣ କରିବା ପାଇଁ ଆଉ ଥରେ ବ୍ୟାସ ଗଲେ ଅମ୍ବିକା ମନା କରିଦେଲେ କହିଲେ ପ୍ରଭୁ ଆପଣଙ୍କ ତେଜ ଆମେ ସହି ପାରୁନୁ ଅମ୍ବାଳିକାଙ୍କ ପାଖରେ ପହଞ୍ଚିଲେ ଅମ୍ବାଳିକା ହାତ ଯୋଡ଼ିଦେଲେ କହିଲେ ପ୍ରଭୁ ଆପଣଙ୍କର ପ୍ରଚଣ୍ଡ ତେଜକୁ ଆମେ ସହ୍ୟ କରିପାରୁନା କହିଲେ ମା ତ ପଠେଇଛି ଯିବି କୁଆଡେ
आज्ञा राजप्रासाद पाखे गोटे सुंदरी दासीटी थिला सार तो कहले ये प्रियंवदा नामक दासी दासी पाखे जाकि पहुँचले जिते दासी पाखे पहुँचले आज्ञा दासी भगवान व्यास को कोड़े नेले पद प्रक्षालन करदेले एवं सुंदर भाव में पाछटी नेले तांकर सज्जा साइनी हेले सज्जा साइनी हेला परे आज्ञा पुओटे जन्म हैला ये व्यास आसिक माँ पाखे पहुँचले कहले माँ ना कौन ना एथर गोटे बढ़िया पुओ जन्म हम अरे से बढ़िया पुओ किए कि रे से बढ़िया पुओ होउछंती भक्त दासी पुत्र विदुर बापा माने कहीं कथा कहली ब्रह्मा प्रीति कले बेश्या को पिला जन्म है जे ब्राह्मण है जेहेतु ब्रह्मा ब्राह्मण वशिष्ठ प्रीति कले चंडारुणी को पिला जन्म है शक्ति आज्ञा शक्ति मुनि हेले ब्राह्मण जेहेतु वशिष्ठ ब्राह्मण माँ जो जातिर हो से शक्ति मुनि प्रीति कले केलुणी की जन्म हेले पराशर माँ जो जातिर हो बापा ब्राह्मण बोली ये पिला गुड़ाक सब ब्राह्मण हेले सार आज्ञा कौन निद लगे कि आउ अल्प समय छाड़ा बस आज आपन को आउ जिते गले मु छाड़बी मो संप्रदायर भाई आपन सारे आउ जड़े वरिष्ठ कलाकार अखिल बाबू हौ हौ सार आपन को बाध्य कर मत क्षमा करेंगे ये ठीक बाप ब्राह्मण बोली सब आज्ञा पिलारा ब्राह्मण हेले हरे व्यास कौन ताले धृतराष्ट्र पंडु कौन हेले कहीं कहीं पाई मूल बदलिला मो भाई विशारद पंडित मो शुणुथिबे भले आज्ञा मूल बदली जाइए पर्यंत तो व्यासक पर्यंत ब्राह्मण होगी आसिले ये धृतराष्ट्र पंडु जन्म है बेलू ये ठीक क्षत्रिय जन्म हेले एठी तो ब्राह्मण पिला ब्राह्मण हवा कथा ना अखिल ये भगवान व्यास निजे लिखिले ये मो ठारू संभूत होती बोली कृष्ण ब्रह्म ब्राह्मणस्य ए माने मो ठारू जन्म होती कृष्ण ब्रह्म ब्राह्मण होती व्यास तेणु कृष्ण नुह कृष्ण ब्रह्म ब्राह्मणस्य अच्छा एठी कहीं कृष्ण द्रौपायन व्यास को लिखागला सेठी कहीं लिखागला तस्य मूल धृतराष्ट्र महामुनि अखिल कले दुर्योधन मनुन्मय विषद्रुम लिखिले कृष्ण ब्रह्म ब्राह्मण आस्य भाई ना एमती प्रश्न पचारि देके जाउछ मते तो बुलिवा को खाली मु बुलुची भल 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 हौ हौ किंतु तमे का प्रश्न उत्तर दबनी तमे बड़ चालाक होछ करज सिना सुझी की करज देले होंता रह 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 एते सहज सापेक्ष न आ तमे जो 32 विद्या कथा आज मते प्रश्न पचारिलो मु आज भी कहूँ आउ कौ मंच देखा हेले दिखा मु पचारि तमे कहबो से निजे प्रश्न पचारि कि आज मु ग्यारंटी दउची सार मोटे से 32 विद्या जानि नाहंती मोटे से जानि नाहंती से बड़ चालाक अछंती 18 विद्या कहि दे कि मो पे आउ 14 विद्या छाड़ी दे कि जाउछंती हो हो एंती चालू संस्था चालू केते दिन देखिवा चालुची चालू रावण कहला भलिया हेले आज हाथ जोड़ुची मंच रे कि शिख भाईना हे ज्ञानी बापा मान एठी कहले काहे कि लेखले धृतराष्ट्र महामुनिष धृतराष्ट्र महामुनि होउछंती ए गच्छर मूल किंतु
ପାଣ୍ଡବଙ୍କ ପାଖରେ କୃଷ୍ଣ ଦୈପାୟନ ବ୍ୟାସ ଲାଗୁଛି, ତାଙ୍କ ପାଖରେ କାହିଁକି ଲାଗିଲା ଧୃତରାଷ୍ଟ୍ର ମହାମୁନି? ଅଖିଳ ବାବୁ, ଏଠି ପଣ୍ଡୁ ହବା କଥା, ସେଠି ଧୃତରାଷ୍ଟ୍ର ହବା କଥା। ଏଠି ଧୃତରାଷ୍ଟ୍ର ହବାର କାରଣ ଏମାନେ ଯୋଉ ସନ୍ତାନ ଗୁଡାକ ସବୁ ଜନ୍ମ ହେଲେ ପାଣ୍ଡବ, ଏଗୁଡାକ ସବୁ ଭଗବାନଙ୍କ ଅବତାର, ଏଗୁଡାକ ସବୁ ଭଗବାନଙ୍କ ଅବତାର।